ବାନ୍ଧିଲା ବୋଧେ ତମେ ତାହେଲେ ପୂଜା କରୁଥିଲି। ପୂଜା କରିଥିଲ ନାଗ ବିରାଟ ନାଗ ଯେ ହାତଟା କ୍ଷୀର ଏଇ ଯୋଉ ପ୍ରଜାପତି ପୁରା ଉଡୁଥିଲେ ଏକଦମ ଗଛ ଗଦା ଗଦା ଦଉନା ଦେଖି କୋଉଠି ସମସ୍ତେ ହାତ ନିଅ। ଆମେ ଆଜି ଦେଖିଲୁ 4ଟା ସମୟରେ ଯେ ଲିମ୍ବ ଗଛରୁ ଧାର ଧାର ହେଇକିରି ଧଳା ଧଳା କ୍ଷୀର ଭଳିଆ ନିର୍ଗତ ହେଉଛି। ତାପରେ ପ୍ରଜାପତି ପ୍ରାୟ ବହୁତ ବସିଥିଲେ ଏଠି। ଏଠି ଆମେ ଗୋଟେ ଦର୍ଶନୀୟ ସ୍ଥାନ ବୋଲି ଭାବୁଛୁ। ଦର୍ଶନୀୟ ଗଛ ଜଗନ୍ନାଥଙ୍କର ମହାପ୍ରଭୁଙ୍କର କିଛି ଏଠି ଅଲୌକିକ ଶକ୍ତି ରହିଲା ଭଳିଆ କିଛି ଲାଗୁଛି। ତେଣୁ ସେଇଭଳିଆ ଆମର ଗ୍ରାମବାସୀ ମାନେ ମଧ୍ୟ ସମସ୍ତେ ଆସି ଛୋଟଠୁ ବଡ଼ ପର୍ଯ୍ୟନ୍ତ ଆମର ମାଇପି ମାନେ ମଧ୍ୟ ଆସି ଏଠି ଆଉ ଭକ୍ତି ସହକାରରେ ଆଉ ପୂଜା ଅର୍ଚ୍ଚନା କରୁଛନ୍ତି। ଆମେ ଚାହୁଁଛୁ ଯେ ଏଇ କିଛି ଜଗନ୍ନାଥଙ୍କର ଅଲୌକିକ ଶକ୍ତି ଏଠି ଆବିର୍ଭାବ ହେଇପାରେ। ତେଣୁ ଆମେ ସରକାରଙ୍କ ବା ଆମ ଓଡ଼ିଶା ରାଜ୍ୟ ଜଗନ୍ନାଥ ସଂସ୍କୃତି ଉପରେ କିଛି ଆଲୋକିକପାତ କରିବା ପାଇଁ ମୁଁ ଟିକେ ନିବେଦନ କରୁଛି। ଆଉ ମୁଁ ସନ୍ଧ୍ୟାବେଳେ ବାରିପଟେ କାମ କରିବା ସମୟରେ ଦେଖିଲି ଆମ ବାରିପଟ ଲିମ୍ବ ଗଛରୁ କ୍ଷୀର ନିର୍ଗତ ହେଉଛି। ଏ କଥା ଦେଖି ମୁଁ ଗାଁର ସମସ୍ତ ବয়োଜ୍ୟେଷ୍ଠ ଲୋକମାନଙ୍କୁ ଡକେଇଲି ଏବଂ ସେମାନେ ଦେଖିଲେ ଏବଂ ଗୋଟେ ଭକ୍ତିଭାବ ପୂର୍ଣ୍ଣ ପରିବେଶ ସୃଷ୍ଟି ହେଲା। ସମସ୍ତେ ସେ ପ୍ରସାଦ ପାଇଲେ, ତାହା ମିଠା ଲାଗୁଛି ଓ ଏକଥା ଚାରିଆଡ଼େ ବ୍ୟାପିଗଲା ଓ ସମସ୍ତ ଗାଁର ସମସ୍ତଙ୍କୁ ଆସିକି ଆମ ବାରିପଟେ ଦେଖୁଛନ୍ତି। ଆଉ ଭଗବାନଙ୍କର ଆବିର୍ଭାବ ବୋଲି ସମସ୍ତଙ୍କ ମନରେ ଗୋଟେ ଭକ୍ତିଭାବ ସୃଷ୍ଟି ହୋଇଛି। ଆମେ କଟକ ସହରଟି ମୁଁ ବସିଥିଲି, ଶୁଣିବାକୁ ପାଇଲି ଆମ ଗ୍ରାମର ଗୋଟେ ଲିମ୍ବ ଗଛରୁ କ୍ଷୀର ନିବୃତ୍ତ ହେଉଛି। ଦେଖିବାକୁ ଆସିଲୁ। ଦେଖିବା ପରେ ସେ ଲିମ୍ବ ଗଛରୁ କ୍ଷୀର ନିବୃତ୍ତ ହେଉଛି। କିନ୍ତୁ ସେ କ୍ଷୀର ନଡ଼ିଆ ପାଣି ହେଲା ମିଠା ଲାଗୁଛି। ଆମେ ଭାବୁଛୁ ଜଗନ୍ନାଥଙ୍କର କିଛି କଳା। ଏ ଜାଗା ହେଉଛି ମହାଦେବଙ୍କ ଜାଗା, ବାଲେଶ୍ୱର ଜାଗା ପାଖରେ ରାମଚଣ୍ଡୀ ମନ୍ଦିର ଅଛି। ଭାବୁଛୁ ଜଗନ୍ନାଥଙ୍କର କିଛି ଏଠି କଳା ଆବିର୍ଭାବ ହେଉଛି। ଆଜି ସନ୍ଧ୍ୟା ସମୟରେ ଦେଖିବାକୁ କିଛି ପାଇଲି ଯେ ମୋ ବାରି ପଛପଟେ ଲିମ୍ବ ଗଛରୁ କ୍ଷୀର ନିର୍ଗତ ହେଉଛି। ଯେଉଁ କ୍ଷେତ୍ରରେ ତାକୁ ମୁଁ ପରୀକ୍ଷା କରିକି ଦେଖିଲି ଯେ ସେ ମିଠା ଲାଗୁଛି ଏବଂ କିଛି ଗାଁର ଭାଇମାନଙ୍କୁ ମଧ୍ୟ ତାକୁ ମଧ୍ୟ ସମସ୍ତେ ଡାକି ଆସିଲେ ଦେଖିବା ପାଇଁ। ଦେଖିଲା ପରେ ସମସ୍ତେ ପରୀକ୍ଷା କଲେ ବର୍ତ୍ତମାନ ତାହା ମିଠା ଲାଗୁଛି। ଏବଂ ମୁଁ ଏତିକି କହୁଛି ଯେ ବର୍ତ୍ତମାନ ଇଏ ହେଉଛି ମହାଦେବଙ୍କ ଜାଗା ଏବଂ ମହାଦେବଙ୍କ ଦାଢ଼ୁକୁ ଅଛି ରାମଚଣ୍ଡୀ ମନ୍ଦିର ପାଖରେ ଏ ଗଛଟି ଅବସ୍ଥିତ।